ତାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ ଆଉ ସେ ଅବେ ଗୁରୁତର ଭାବରେ ପଡ଼ିଛି। ସେ ବି ଆଖି ଖୋଲୁନାହିଁ, କିଛି ତାର ଭଲ ମନ୍ଦ ବି କିଛି ଜାଣି ହଉନି। ସାରଙ୍କୁ ପଚାରିଲି, ସାର୍ କହିଲେ ତାର କଣ୍ଡିସନ ଭଲ ନାହିଁ। ତା ଦେହ ଟୋଟାଲି କିଛି ଖରାପ, ସେ ସୁସ୍ଥ ଥିଲା, ଲେବରିଂ କାମ କରେ, ଡେଲି ଲେବରିଂ। ସେଦିନ ବି ଆସିଲା ଘରୁ, ସେ ଲେବର କାମ କରିକି ଖିଆ ପିଇବାକୁ ମୁଁ କହୁଛି ପୁଅ ଦିଟା ଖାଇଦେଇକି ଯା। ପୋଲିସ ବାଲା ଡାକିଥିଲେ, ବାରଙ୍ଗ ଥାନା ବାଲା ଡାକିଥିଲେ, କହିଲେ ଆଉ ରାକେଶ ତୁ ଟିକେ ଆସେ, ତୋ ପାଖରେ କଥା ଅଛି। ତେଣୁ ସେ ଗାଧେଇ ପାଧେଇ କେନାଲରୁ ଆସିଲା, ସେଠୁ ମୁଁ କହିଲି ବାପା ଟିକେ ଖାଇଦେଇକି ଯା। ନା ମତେ ଖାଇବା ଭଲ ଲାଗୁନି, ସାର୍ ଡାକିଛନ୍ତି ଯାଉଛି ଭାରି। ସେ ବି ଘରୁ କିଛି ଖାଇକି ଆସିନି। ଥାନାରେ ଯୋଉଦିନ ଆସିଲା ସେଇଦିନ ରାତିଟା ରହିଛି, ତା ପଚରା ପଚରି କରିଛି। ତାପରେ କଣ ହେଇଛି କଣ ନାହିଁ ମତେ କିଛି କହିଲାନି ଆଉ। କିଛି ନଥିଲା, ଭଲ ପିଲା ମୋର, କାମ ଧନ୍ଦା କରି ଚଳେ। ଏବେ ତାର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନାହିଁ। ଯୋଉ ପୋଲିସ ବାବୁ ମାନେ ମୋ ପୁଅକୁ ବାଡେଇକି ତାকে ଇଞ୍ଜୁରି କରିଛନ୍ତି, ସିଏ ମରଣ ସହ ସଂଗ୍ରାମ କରୁଛି। ସେ ପୋଲିସ ବାବୁ ସସ୍ପେଣ୍ଡ ହୁଅନ୍ତୁ, ମତେ ଉଚିତ ନ୍ୟାୟ ମିଳୁ। ମୁଁ ମୋହନ ମାଝୀ ସରକାରଙ୍କ ନିବେଦନ କରୁଛି, ମତେ ଉଚିତ ନ୍ୟାୟ ମିଳୁ। ମୋ ପୁଅ ମତେ ଦରକାର। ସେ ଆମ୍ବ ପଡିଆ ତୋଟାକୁ ନେଇ ତାକୁ ରାତି 12ଟାରୁ ରାତି 3ଟା ପର୍ଯ୍ୟନ୍ତ ବାଡେଇଛନ୍ତି। ଗୋଡଠୁ ମୁଣ୍ଡ ପର୍ଯ୍ୟନ୍ତ ପାଇପରେ ପିଟିଛି। ରାକେଶ କଥା ମତେ ଏଇଠି କହିଲା ଯେ ସେ କୋଉଠି ଗଲେ ମୁଁ ସେ କଥାଟା କହୁଛି ଆପଣଙ୍କୁ। କହିଲା ବାପା ମତେ ଏଇ ଭଳିଆ ନୃଶଂସ ଭାବରେ ପିଟିଛନ୍ତି। ପିଟିଲା ପରେ ମତେ କହୁଛନ୍ତି ମାନିଯା ଇଏ ତୋର ସ୍ତ୍ରୀ ବୋଲି। ସିଏ କିନ୍ତୁ ବିଲକୁଲ ମାନୁନି। ଯେହେତୁ ତା ସ୍ତ୍ରୀ ହେଇଥିଲେ ସିନା ମାନନ୍ତା, ତା ସ୍ତ୍ରୀ ନୁହଁ ବୋଲି ସେ ଟୋଟାଲ ମଙ୍ଗିଲା ନାହିଁ। ଘଟଣା ତ ଆଜିକି 5 ଦିନ ହେଇଗଲା। ଘଟଣାଟା ଆମେ ବି କିଛି ଜାଣିପାରୁନୁ। କାଲି ଯେତେବେଳେ ଆମେ ଡିସିପିଙ୍କର ବାଇଟ୍ ଶୁଣିଲୁ, ଆମେ ଏବେ ଆଚମ୍ବିତ। ଡିସିପି କହୁଛନ୍ତି ଯେ ତାଙ୍କୁ 3rd ଡିଗ୍ରୀ କରାଯାଇ ନାହିଁ। ଏଇଟା ଏକଦମ ଭୁଲ କଥା। ଯଦି ତାଙ୍କୁ ମୁନାକୁ କିଛି ସେମାନେ ଏମିତି କିଛି ଅସୁବିଧା ସେମାନେ କରିନାହାନ୍ତି, ପୋଲିସ ଏବେ କହୁଛି। ମୁନା ତ ଯାଇଥିଲା ଥାନାକୁ, ଯେତେବେଳେ ଗଲା ଏଠୁ ସେ ଯିବାଟା ଆମେ ସମସ୍ତେ ଜାଣିଛୁ, କିନ୍ତୁ ଥାନା ଆସିବାଟା ତ ଆମେ କେହି ଜାଣିନୁ। ଚନ୍ଦ୍ରଶେଖର ସାହୁ, ବାସିନ୍ଦା ଚଣ୍ଡୀପ୍ରସାଦ। ଆଜ୍ଞା, ଇଏ ଘଟଣାଟା ଏ ତ ଆପଣ ଜାଣିପାରୁଥିବେ, ନ୍ୟୁଜ୍ରେ ସବୁ ଜାଣିପାରୁଥିବେ। କିନ୍ତୁ କାଲି ଆମେ ଡିସିପିଙ୍କର ବାଇଟ୍ ଶୁଣିଲା ପରେ ଆମେ ଏବେ ଆଚମ୍ବିତ। ଏବେ କେମିତି ଡିସିପି ଜାଣିଲେ ଯେ ତାଙ୍କୁ 3rd ଡିଗ୍ରୀ ହେଇନାହିଁ? ଯଦି 3rd ଡିଗ୍ରୀ ହେଇନାହିଁ, ତାହେଲେ ତାଙ୍କୁ ଜଣେ ଆଉ କିଏ ମାରିଛି? ପୋଲିସ ତା ଉପରେ ଇନକ୍ୱାରି କରନ୍ତୁ ନା। ବିନା ଇନକ୍ୱାରିରେ ପୋଲିସ କେମିତି କହିଦେଲେ ଆମେ କରିନାହୁଁ? ଯଦି ଆପଣ କରନ୍ତି ଆମେ ମାନୁଛୁ, ଠିକ୍ ଅଛି ଆପଣ କରିନାହାନ୍ତି ତ, ଆପଣ ସେଇଟା ମିଡ଼ିଆରେ ବାଇଟ୍ ଦେଇଦେଲେ, ହେଲେ ଆପଣ ତା ଉପରେ ଏପର୍ଯ୍ୟନ୍ତ ଇନକ୍ୱାରି କାହିଁ କରୁନାହାନ୍ତି? ଏବେ ସେ ପୋଲିସ ଷ୍ଟେସନରୁ ହସ୍ପିଟାଲାଇଜ୍ କେମିତି ହେଲା? ଯଦି ହେଲା ତ କିଏ କରାଇଲା? ଏ ଗୋଟେ ପ୍ରାଇଭେଟ୍ ହସ୍ପିଟାଲ, ଆମେ ବିନା ମନିରେ ସେଠି ଯାଇପାରିବା ନାହିଁ। ଆପଣ ତ ଚିନ୍ତା କରନ୍ତୁ, ଗୋଟେ ମେଡେକ୍ସ ହସ୍ପିଟାଲ, ସେଠି ଜଣେ କିଏ ତ ଜଣେ ପେମେଣ୍ଟ ଡିପୋଜିଟ୍ କରିଥିବ। ବିକ୍ରମ ସେନାପତି ତାଙ୍କ ନାଁ, ବିକ୍ରମ ସାର୍ କରି ତାଙ୍କର ଯିଏ ଆଡ଼ମିସନ୍ କରିଛନ୍ତି, ସେ ବିକ୍ରମ ସାର୍ ତାକୁ ପାଇଲେ କେଉଁଠୁ? ରାକେଶକୁ କେଉଁ ରୋଡ଼ ସାଇଡ଼ରୁ ପାଇଲେ ନା ତାକୁ ପୋଲିସ ଷ୍ଟେସନରୁ ନେଇଥିଲେ? ତା ଉପରେ ତର୍ଜମା କରାଯାଉ ନା। ଗୋଟେ ଡେଡ୍ ବଡି କେଉଁଠି ମଲା, ତମେ ତାକୁ ଏଠି ତାକୁ ମରାନ୍ତକ ଆକ୍ରମଣ କରିକି ଏବେ ସଫେଇ ହେବା ପାଇଁକା ପୋଲିସ କର୍ମଚାରୀ ଏବେ କହୁଛି ଯେ ଆମେ ତାକୁ ଆମେ ପୋଲିସ ତାକୁ 3rd ଡିଗ୍ରୀ ଦେଇନାହିଁ। ତାହେଲେ ପୋଲିସ ଦେଇନାହିଁ, ତାହେଲେ କିଏ ଦେଇଛି? ଆପଣମାନେ ତାକୁ ବାହାର କରନ୍ତୁ।